ଯେତେବେଳେ ଭାରତବର୍ଷ ଗୋଟେ ଯୁଦ୍ଧରେ ଅଛି, ମୁଁ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ମନେ ପକାଇବାକୁ ଚାହେଁ। ଲାଲ ବାହାଦୁର ଶାସ୍ତ୍ରୀ ଡାକରା ଦେଇଥିଲେ ଜୟ ଯବାନ ଜୟ କିଷାନ। ଯେତେବେଳେ ଯୁଦ୍ଧରେ ଆମ ସୈନ୍ୟବାହିନୀ ତାଙ୍କର ପରାକ୍ରମ ଦେଖାଇଛନ୍ତି, ସେତେବେଳେ ଆମେ ଯବାନମାନଙ୍କୁ ସାଲ୍ୟୁଟ୍ ଦେଉଛୁ, ସମ୍ମାନ ଦେଉଛୁ। ଯେତେବେଳେ କୃଷକମାନେ ଏ ଦେଶର ଖାଦ୍ୟଶସ୍ୟ ଉତ୍ପାଦନ କରିବାରେ ଏବଂ ଆତ୍ମନିର୍ଭରଶୀଳ ହେବାରେ ସବୁଠାରୁ ପ୍ରମୁଖ ଭୂମିକା ନେଉଛନ୍ତି, ଆମେ ତାଙ୍କୁ ଶତ ଶତ ନମନ କରୁଛୁ। ଆମେ ସିନା କୃଷକଙ୍କୁ ସମ୍ମାନ ଦେବା, ଧନ୍ୟବାଦ ଦେବା, ଯବାନଙ୍କୁ ଧନ୍ୟବାଦ ଦେବା। ଏବଂ ଆଜି ଖବରକାଗଜରେ ପଢ଼ିଲି ଯେ ଧନ୍ୟବାଦ ମୁଖ୍ୟମନ୍ତ୍ରୀ 13 ତାରିଖରୁ 31 ତାରିଖ ଯାଏ 10ଟି ଜାଗାରେ ବଡ଼ ବଡ଼ ସଭା ହେବ। ମୋତେ ଭାରି ଦୁଃଖ ଲାଗିଲା। ଇଏ ବର୍ତ୍ତମାନ ଯେଉଁଠି ଧନ୍ୟବାଦ ଚାଷୀ ଦେବା କଥା, ସେଠି ଧନ୍ୟବାଦ ମୁଖ୍ୟମନ୍ତ୍ରୀ ଦେଉଛନ୍ତି। ଏବଂ ଦେଶର ପରିସ୍ଥିତିକୁ ନେଇକି ଯେତେବେଳେ ସମଗ୍ର ଭାରତବର୍ଷ ଏକ ହେଇକି ଜନସାଧାରଣଙ୍କୁ ଧନ୍ୟବାଦ ଦେବା କଥା, ସେତେବେଳେ ଧନ୍ୟବାଦ ପ୍ରଧାନମନ୍ତ୍ରୀ ଦେବେ, ଧନ୍ୟବାଦ ମୁଖ୍ୟମନ୍ତ୍ରୀ ଦେବେ। ମୁଁ ପଚାରିବାକୁ ଚାହେଁ ଯେ ଓଡ଼ିଶାର ଚାଷୀକୂଳ ନିରନ୍ତର ପରିଶ୍ରମ କରି ଓଡ଼ିଶାକୁ ଏକ ବଳକା ଚାଉଳ ରାଜ୍ୟ ଉତ୍ପାଦନ ରାଜ୍ୟ ଭାବରେ ପ୍ରତିଷ୍ଠିତ କରାଇଛନ୍ତି ଏବଂ ଲକ୍ଷ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ କରିବାରେ ସକ୍ଷମ ହୋଇଛନ୍ତି। ଏତିକି ବେଳେ ଚାଷୀକୁ ଧନ୍ୟବାଦ ନ ଦେଇ ଇଏ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେବା କେତେ ଦୂର ଗ୍ରହଣୀୟ ଆଉ ସ୍ପୃହଣୀୟ, ତାହା ଓଡ଼ିଶାବାସୀ ବିଚାର କରିବେ। ଏ ଗଲା ପ୍ରଥମ କଥା। ଦ୍ୱିତୀୟ କଥା ଯେ ଏ ସରକାର ତାଙ୍କ ନିର୍ବାଚନ ଇସ୍ତାହାରରେ କହିଥିଲେ ଯେ ଚାଷୀଙ୍କୁ ଇନପୁଟ୍ ସବସିଡ଼ି ଦେବେ ଏବଂ ଯେହେତୁ ତାଙ୍କ କେନ୍ଦ୍ର ସରକାର ଅଛି, ସେମାନେ ଇନପୁଟ୍ ସବସିଡ଼ିଟା ଦେଲେ କୃଷି ବିଭାଗ ତରଫରୁ, କେନ୍ଦ୍ର ଗାଇଡ଼ଲାଇନ୍ ଭାଓଲେଟ୍ ହେଇଥାନ୍ତା, ସେ କୃଷି ବିଭାଗ ତରଫରୁ ଦେଲେ। ଯେହେତୁ ତାଙ୍କର କେନ୍ଦ୍ର ସରକାର ଅଛି, ସେଇଟା ସହାୟକ ହେଲା। କିନ୍ତୁ କଟନୀ ଛଟନୀ ବନ୍ଦ କରିବା କଥା କହିଥିଲେ। ଆମ ଅଞ୍ଚଳରେ 9 କେଜିରୁ 12 କେଜି କଟନୀ ଛଟନୀ ହେଇଛି। କହିଲେ ଜିରୋ କଟନୀ ଛଟନୀ ହେବ। କଟନୀ ଛଟନୀ ବନ୍ଦ କଲେ କି? ଏବଂ କହିଲେ ସୀମାରେ ସୁରକ୍ଷା କଡ଼ାକଡ଼ି କରିବୁ, ଆମର ଯେମିତି କଳାବଜାରୀ ହେଇପାରିବ ନାହିଁ। କଳାବଜାରୀ କାହିଁକି ହେଲା ନା, ଯେତେବେଳେ ଅଦିନିଆ ବର୍ଷା ହେଲା ଏବଂ ଯେଉଁଠି FAQ ମାନରେ ଧାନର ଟିକେ ମାନ କମିଲା, ତାକୁ ସେ ନେଲେ ନାହିଁ, ତାକୁ ଓଡ଼ିଶାର ଚାଷୀ ବାହାରେ ବିକ୍ରି କଲେ। ସୀମାନ୍ତ ଜଗି ପାରିଲେନି କି ଅଦିନିଆ ବର୍ଷାରେ କ୍ଷତି ସହିଥିବା ଚାଷୀ ଉପକୃତ ହେଲେ ନାହିଁ, ସେମାନେ ହନ୍ତସନ୍ତ ହେଲେ। ସେ କଥା ସେ ଉତ୍ତର ଦେଇପାରିବେ କି? ଏବଂ ଆଉ ଗୋଟେ କଥା, ଆଳୁ ଉତ୍ପାଦନରେ ଏମାନେ କୁଆଡ଼େ ନିର୍ଭରଶୀଳ, ଆତ୍ମନିର୍ଭରଶୀଳ ହେଇଯିବ ବୋଲି କହିଥିଲେ। କାହିଁ ସେ ପ୍ରଶ୍ନ ଉଠୁନାହାନ୍ତି? କେତେ ହେକ୍ଟର ଲଗେଇଥିଲେ, କେତେ ହେକ୍ଟର ଜମିରୁ କେତେ ମେଟ୍ରିକ୍ ଟନ୍ ଆଳୁ ଉତ୍ପାଦନ ହେଲା, ସେ କଥା କହିପାରିଲେନି। ଆଳୁ ଚାଷଟା କ'ଣ ଚାଷୀମାନଙ୍କର ଚାଷ ନୁହଁ? ଏବଂ କ୍ୟାସ୍ କ୍ରପ୍ର କଥା ଏଇଠି ପଡ଼ିଛି, ଯେ ଯେଉଁଟା ଅର୍ଥକାରୀ ଫସଲ, ଯେଉଁଥିରେ ଚାଷୀର ଇନକମ୍ ହେବ ବା ତା'ର ଅଭିବୃଦ୍ଧି ଘଟିବ, ସେଇ ଅର୍ଥକାରୀ ଫସଲ ବା କ୍ୟାସ୍ କ୍ରପ୍ର କଥା ତ କେଉଁଠି କହିନାହାନ୍ତି। ହଁ, ଧାନ କିଣିଲୁ, ସେଇଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବୁ, ଏଇଆ ତ। ତାପରେ ଇଏ ତ ସରକାରୀ ପ୍ରାୟୋଜିତ ସଭା, ଲୋକଙ୍କୁ ବୁହା ହେଇକି ଅଣାଯିବ ଏବଂ ସେଇଥିରେ ବ୍ୟାନରରେ ଲେଖିବେ ଧନ୍ୟବାଦ ମୁଖ୍ୟମନ୍ତ୍ରୀ। ଚାଷୀ କେଉଁଠି ସ୍ୱତଃପ୍ରବୃତ୍ତ ଭାବରେ ବାହାରିକି ଯଦି ସଭା କରନ୍ତେ, ତାହେଲେ ଆମ ଜାଣନ୍ତୁ ଧନ୍ୟବାଦ ମୁଖ୍ୟମନ୍ତ୍ରୀ ସଭା ଠିକ୍ ହେବ। ଇଏ ଧନ୍ୟବାଦ ମୁଖ୍ୟମନ୍ତ୍ରୀ ସଭା ନୁହଁ। ଧନ୍ୟକୁ ବାଦ ଦେଇକି, ଧାନକୁ ବାଦ ଦେଇକି, ଧନ୍ୟକୁ ଏବଂ ଧାନକୁ ବାଦ ଦେଇକି ଯେଉଁ ସଭା ହେବା କଥା ସରକାରୀ ସ୍ତରରେ, ସେ ସଭା ହେବ। ଆଉ ଏଇ ଯେଉଁ ମେ ମାସ ଯେଉଁ ଭୂଇଁ ପୋଡ଼ା ଖରା, ସେଇଥିରେ ଇଏ ଆଣିକି ଡହକ ବିକଳ କରିବେ। ଆଉ ଆପଣ ଜାଣିଛନ୍ତି, ଆଙ୍କର ଯେଉଁ ସଭା କରନ୍ତି ନିର୍ଦ୍ଦିଷ୍ଟ ସମୟରେ ଯାଆନ୍ତିନି, ଆଉ ସଭାର ଅବଧି ମିନିମମ୍ 2.5 ଘଣ୍ଟାରୁ 3 ଘଣ୍ଟା ଏବଂ ସେଠି ଲୋକ ହନ୍ତସନ୍ତ ହୁଅନ୍ତି ଏବଂ ଆପଣଙ୍କର ମିଡ଼ିଆ ମଧ୍ୟ ଦେଖାଏ ଯେତିକି ଚେୟାର ପକାଇଥାନ୍ତି, ସେଇଥିରୁ ଭାଗେ ଫିଲ୍ଅପ୍ ହୁଏ, ଆଉ ବାକି 3 ଭାଗେ ଖାଲି ରୁହେ। ତେଣୁକରି ତାପରେ ଆଉ ଗୋଟେ ଯୁଦ୍ଧ ହେଇକି ଦେଶର ଆର୍ଥିକ ସ୍ଥିତି ଯାହା, ଯୁଦ୍ଧର ହେଇକି ମାନସିକ ସ୍ଥିତି ଯାହା, ଏଥିରେ ବର୍ତ୍ତମାନ ପୁଣି ଦେଶକୁ ଯେଉଁଭଳି ଭାବରେ ଆଗକୁ ନେବା କଥା ଏକଜୁଟ ହେଇକି, ଇଏ
ଦେଖୁଛନ୍ତି ରାଜନୀତିକ ଫାଇଦା କେମିତି ନିଆଯାଇପାରିବ, ଯେଉଁ ଗୋଟେ କାମ କଲେ ରାଜନୀତିକ ଫାଇଦା କେମିତି ନିଆଯାଇପାରିବ ସେ ସେଇଥିରେ ବ୍ୟସ୍ତ ଅଛନ୍ତି। ତାଙ୍କର ଦେଶର ସୀମାନ୍ତରେ କିଛି ଯା ଆସ ନାହିଁ, ଦେଶର ଐକ୍ୟ ଏକତାରେ କିଛି ଯା ଆସ ନାହିଁ। ଆଗ ଆମକୁ କେମିତି ଲୋକ ଧନ୍ୟବାଦ ଦିଅନ୍ତୁ, ଇଏ ପ୍ରାୟୋଜିତ ଧନ୍ୟବାଦ। ପ୍ରାୟୋଜିତ ଧନ୍ୟବାଦ କ'ଣ ନା ଏଠୁ କିଣିକି ଫୁଲମାଳ ପଠେଇବେ, ସେଠୁ ଅନ୍ୟକୁ ଲଗେଇକି ନିଜ ବେକରେ ଗଳେଇ ଦେବେ, ସେଇଟା ହେଲା ଆଙ୍କର ଧନ୍ୟବାଦ ସଭା।